जय जगन्नाथ फ्रेंड्स जदि आपण ओ ट्रिपल एससी पीओ रिक्रुटमेंट 2026 ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଆଜିର ଏହି ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ପୀଓ ପଦବୀରେ ନିଯୁକ୍ତି ପାଇଁ ସରକାର ନୂଆ ନିୟମ ଆଣିଛନ୍ତି। ଏବେ ପୀଓ ହେବା ପାଇଁ ପୂର୍ବର ଯୋଗ୍ୟତା ଆଉ ଚାଲିବ ନାହିଁ। ତ ଶିକ୍ଷାଗତ ଯୋଗ୍ୟତାରେ ବଡ଼ ପରିବର୍ତ୍ତନ ହୋଇଛି। ସେଥିପାଇଁ ଯେଉଁମାନେ 2026 ପୀଓ ଭ୍ୟାକେନ୍ସି 2026 ଯେଉଁଟା ରହୁଛି ତାକୁ ଅପେକ୍ଷା କରୁଛନ୍ତି ସେମାନେ ଏହି ଅପଡ଼େଟଟା ଜାଣିବା ନିହାତି ଜରୁରୀ ରହିବ। ଆଜିର ଏହି ଭିଡ଼ିଓରେ ଆମେ ଏହି ପ୍ରେସ୍ ଇସ୍ତାହାର ପ୍ରତ୍ୟେକ ଲାଇନ୍କୁ ସହଜ ଭାଷାରେ ବୁଝିବା, କ'ଣଟା ପରିବର୍ତ୍ତନ ହୋଇଛି, କେତେ କ'ଣ ପଦବୀ ରହିବ ଏବଂ 2026 ପୀଓ ରିକ୍ରୁଟମେଣ୍ଟରେ କାହାକୁ ଆବେଦନ କରିବାର ସୁଯୋଗ ମିଳିବ ସେସବୁ ବିଷୟରେ ଆଲୋଚନା କରିବା। ତେଣୁ ଭିଡ଼ିଓଟାକୁ ବିନା ସ୍କିପ୍ କରି ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖନ୍ତୁ। ତ ପ୍ରଥମେ ଏହି ନୋଟିସଟା କ'ଣ କହୁଛି, ତ ଏହି ନୋଟିସରେ ଯେଉଁଟା ଲେଖା ହେଇଛି, ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଥାତ୍ ପୀଓ ମାନଙ୍କର ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀକୁ ପୁନର୍ଗଠନ କରିଛନ୍ତି। ତ ପୂର୍ବରୁ ପୀଓ ପଦବୀରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ସ୍ପଷ୍ଟ ପଦୋନ୍ନତିଟା ବ୍ୟବସ୍ଥାଟା ନଥିଲା। ତ ଏହା ଫଳରେ ବର୍ଷ ବର୍ଷ ଧରି କାମ କଲେ ମଧ୍ୟ ସେମାନଙ୍କର କ୍ୟାରିୟର ଗ୍ରୋଥ୍ ହେଉନଥିଲା। ତ ସବୁଠାରୁ ବଡ଼ ପରିବର୍ତ୍ତନଟା କ'ଣ ରହିଛି, ଯେଉଁ 3 ଟାୟାର ପୀଓ ଷ୍ଟ୍ରକ୍ଚର ଯେଉଁଟା ରହୁଛି, ତ ଏବେ ସରକାର ପୀଓ ପଦବୀକୁ 3ଟି ସ୍ତରରେ ବିଭକ୍ତ କରିଛନ୍ତି। ତ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଯେଉଁଟା ପୀଓ ରହୁଛି ତାର ପେ ଲେଭେଲ୍ ରହୁଛି 5, ଲେଭେଲ୍ 5 ଯେଉଁଟା ଅନୁମୋଦିତ ପଦବୀ ଯେଉଁଟା ରହୁଛି 7114ଟି ପଦବୀ। ତ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଯେଉଁଟା ଟାୟାର 2, ତ ତା'ର ପେ ଲେଭେଲ୍ ରହୁଛି ଲେଭେଲ୍ 6, ଅନୁମୋଦିତ ପଦବୀ 1030। ତାପରେ ରହୁଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଟାୟାର 1 ଯେଉଁଟା ରହୁଛି ଆପଣମାନଙ୍କର, ତ ତା'ର ପେ ଲେଭେଲ୍ ରହୁଛି 8, ଲେଭେଲ୍ 8 ଏବଂ ଅନୁମୋଦିତ ପଦବୀ ରହୁଛି 3400। ତ ଏହି ବ୍ୟବସ୍ଥା ଆସିବା ପରେ ପୀଓ ମାନଙ୍କ ପାଇଁ ଏକ ସ୍ପଷ୍ଟ କ୍ୟାରିୟର ଗ୍ରୋଥ୍ ପାଥ୍ ସୃଷ୍ଟି ହୋଇଛି। ତ ପ୍ରମୋସନ୍ ରୁଲ୍ଟା କ'ଣ ରହିବ ନା, ନୋଟିସ୍ ଅନୁଯାୟୀ ଯେଉଁଟା ରହୁଛି ପୀଓରୁ ପୀଓ 2 ଯେଉଁଟାକି ଟାୟାର 2, ଯଦି କୌଣସି ପୀଓ ନିୟମିତ ଭାବରେ 8 ବର୍ଷ ସେବା ପୂରଣ କରିବେ ତେବେ ସେ ପୀଓ ଟାୟାର 2 ପଦବୀକୁ ପ୍ରମୋସନ୍ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ତ ସେହିପରି ପୀଓ 2ରୁ ପୀଓ 1, ସେହିପରି ପୀଓ 2 ଭାବରେ 8 ବର୍ଷ ସେବା ପୂରଣ କଲେ ସେ ପୀଓ 1 ପଦବୀକୁ ପ୍ରମୋସନ୍ ପାଇଁ ଯୋଗ୍ୟ ବିବେଚିତ ହେବେ। ଅର୍ଥାତ୍ ବର୍ତ୍ତମାନ ପୀଓ ଚାକିରିରେ ଭବିଷ୍ୟତରେ ଭଲ କ୍ୟାରିୟର ଗ୍ରୋଥ୍ଟା ମଧ୍ୟ ରହିବ। ତ ରିକ୍ରୁଟମେଣ୍ଟ ଯେଉଁଟା ଏସ୍ପିରାଣ୍ଟ ମାନଙ୍କ ପାଇଁ ସବୁଠାରୁ ବଡ଼ ଖବର କ'ଣ ରହୁଛି, ଏବେ ଆସୁଛି ସେହି ଅପଡ଼େଟ୍ ଯାହା 2026 ପୀଓ ଭ୍ୟାକେନ୍ସି ପ୍ରାର୍ଥୀମାନଙ୍କୁ ସିଧାସଳଖ ପ୍ରଭାବିତ କରିବ। ନୋଟିସର ଶେଷ ଅଂଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏଜୁକେସନାଲ୍ କ୍ୱାଲିଫିକେସନଟା ସେଠି ଇନକ୍ରିଜ୍ କରାଯାଇଛି। ପୂର୍ବରୁ ପୀଓ ମାନଙ୍କ ପାଇଁ +2 ଯୋଗ୍ୟତା ଥିଲା, କିନ୍ତୁ ବର୍ତ୍ତମାନ ସରକାର ଏହାକୁ ବୃଦ୍ଧି କରିଛନ୍ତି। ନୂଆ ଯୋଗ୍ୟତାଟା କ'ଣ ରହିବ ନା, +3 ବା ଗ୍ରାଜୁଏସନ୍ ପାସ୍ ହୋଇଥିବା ନିହାତି ଆବଶ୍ୟକ। ତ ଏବେ ପୀଓ ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ଆପଣଙ୍କ ପାଖରେ ଗ୍ରାଜୁଏସନ୍ ଡିଗ୍ରୀ ଥିବା ନିହାତି ଆବଶ୍ୟକ ରହିବ ଆପଣଙ୍କର। ତ ଏହା ହେଉଛି ନୋଟିସର ସବୁଠାରୁ ବଡ଼ ପରିବର୍ତ୍ତନ। ତ କ୍ୟାଣ୍ଡିଡେଟ୍ସ ମାନଙ୍କ ପାଇଁ ଏହାର ପ୍ରଭାବଟା କ'ଣ ପଡ଼ିବ, ତ +2 ପାସ୍ ପ୍ରାର୍ଥୀ ଯେଉଁମାନେ ରହୁଛନ୍ତି ସେମାନଙ୍କ ପାଇଁ ପୀଓ ରିକ୍ରୁଟମେଣ୍ଟ 2026ରେ ଆବେଦନ କରିବାରେ ସମସ୍ୟା ମଧ୍ୟ ହୋଇପାରେ। ତ ତାପରେ ରହୁଛି ଗ୍ରାଜୁଏଟ୍ କ୍ୟାଣ୍ଡିଡେଟ୍ସ ମାନଙ୍କ ପାଇଁ। ତ ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ସୁଯୋଗଟା ଏଠି ବଢ଼ିପାରେ। ତାପରେ କମ୍ପିଟିସନ୍ ଯଦି ଆମେ ଦେଖିବା, କ୍ୱାଲିଫିକେସନ୍ ବଢ଼ିବା ଫଳରେ କମ୍ପିଟିସନ୍ ପ୍ୟାଟର୍ନ ମଧ୍ୟ ବଦଳିପାରେ। ତାପରେ ଏକ୍ଜାମର ଡିଫିକଲ୍ଟି ଲେଭେଲ୍ ଆମେ ଯେତେବେଳେ ଦେଖିବା, ତ ଆଗାମୀ ଦିନରେ ଏକ୍ଜାମର ଷ୍ଟାଣ୍ଡାର୍ଡ଼ ମଧ୍ୟ ଅଧିକ ଉଚ୍ଚ ସ୍ତରରେ ହୋଇପାରେ। ତ ଏଇଟା ରହୁଛି। ତାପରେ ଆପଣଙ୍କର ଯେଉଁ ଫାଇନାଲ୍ କନକ୍ଲୁଜନଟା ରହୁଛି, ତ ପୀଓ ପଦବୀରେ କ୍ୟାରିୟର ଗ୍ରୋଥ୍ ଆଣିବା ପାଇଁ ସରକାର 3 ଟାୟାର ଷ୍ଟ୍ରକ୍ଚରଟା ସୃଷ୍ଟି କରିଛନ୍ତି। ତ ସେଥିସହିତ ନୂଆ ରିକ୍ରୁଟମେଣ୍ଟ ପାଇଁ ଏଜୁକେସନାଲ୍ କ୍ୱାଲିଫିକେସନକୁ +2ରୁ ଗ୍ରାଜୁଏସନ୍ ସ୍ତରକୁ ବୃଦ୍ଧି କରାଯାଇଛି। ତେଣୁ ଯେଉଁମାନେ ଓ ଟ୍ରିପଲ୍ ଏସ୍ସି ପୀଓ ରିକ୍ରୁଟମେଣ୍ଟ 2026କୁ ଅପେକ୍ଷା କରୁଛନ୍ତି ସେମାନେ ଏହି ନୂଆ ଅପଡ଼େଟ୍ ଅନୁସାରେ ପ୍ରସ୍ତୁତିଟା ଆରମ୍ଭ କରିନିଅନ୍ତୁ। ତ ଫ୍ରେଣ୍ଡସ୍, ଓ ଟ୍ରିପଲ୍ ଏସ୍ସି ପୀଓ ରିକ୍ରୁଟମେଣ୍ଟ 2026କୁ ନେଇ ଆସିଥିବା ଏହି ବଡ଼ ଅପଡ଼େଟ୍ ଆପଣମାନଙ୍କୁ କେମିତି କ'ଣ ଲାଗିଲା କମେଣ୍ଟରେ ନିହାତି ଭାବରେ ଜଣାନ୍ତୁ। ଯଦି ଆପଣ ଓ ଟ୍ରିପଲ୍ ଏସ୍ସି ଆର୍ଆଇ ଏଆର୍ଆଇ ଅମିନ୍ ପୀଓ ପଞ୍ଚାୟତ ଡିପାର୍ଟମେଣ୍ଟ ଏବଂ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ଅପଡ଼େଟ୍ସ ନିୟମିତ ପାଇବାକୁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ନିଶ୍ଚୟ ଭାବରେ ପ୍ରେସ୍ କରନ୍ତୁ। ମୁଁ ଆପଣଙ୍କ ପାଇଁ ଏହିଭଳି ସଠିକ୍ ଓ ତାଜା ସରକାରୀ ଚାକିରି ଅପଡ଼େଟ୍ ନେଇକି ଆସିଥିବି। ଧନ୍ୟବାଦ। ଜୟ ଜଗନ୍ନାଥ।